ଦେଖୁନାହୁଁ କିନ୍ତୁ ଆମ୍ଭମାନଙ୍କର ବାହିକ ପୁରୁଷ କ୍ଷୟ ପାଇଲେ ସୁଦ୍ଧା ଆମ୍ଭମାନଙ୍କର ଆନ୍ତରିକ ପୁରୁଷ ଦିନକୁ ଦିନ ନୂତନୀକୃତ ହେଉଅଛି। କାରଣ ଏହି କ୍ଷଣକାଳ ସ୍ଥାୟୀ ଲଘୁ କ୍ଲେଶ ଅତ୍ୟଧିକ ବାହୁଲ ରୂପେ ଆମ୍ଭମାନଙ୍କର ନିମନ୍ତେ ଅନନ୍ତ କାଳ ସ୍ଥାୟୀ ମହାଗୌରବ ସାଧନ କରୁଅଛି। ତେଣୁ ଆମ୍ଭେମାନେ ଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ ନ ରଖି ଅଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ କରୁଅଛୁ। କାରଣ ଦୃଶ୍ୟ ବିଷୟ କ୍ଷଣକାଳ ସ୍ଥାୟୀ କିନ୍ତୁ ଅଦୃଶ୍ୟ ବିଷୟ ଅନନ୍ତ କାଳ ସ୍ଥାୟୀ। କାରଣ ଯଦି ଆମ୍ଭମାନଙ୍କର ଏହି ତମ୍ବୁ ରୂପେ ପାର୍ଥିବ ଗୃହ ଭାଙ୍ଗିଯାଏ ତେବେ ଈଶ୍ୱରକୃତ ଓ ହସ୍ତ ନିର୍ମିତ ଆମ୍ଭମାନଙ୍କର ଏକ ଅନନ୍ତ କାଳ ସ୍ଥାୟୀ ଗୃହ ଯେ ସ୍ୱର୍ଗରେ ଅଛି ଏହା ଆମେ ଜାଣୁ। ଆଉ ସେ ନିଶ୍ଚିତ ଥିଲେ ଯେ ଈଶ୍ୱରଙ୍କ ଠାରେ ତାଙ୍କର ଏକ ଅନନ୍ତ ଜୀବନ ଅନନ୍ତ ଗୃହ ଅଛି। ପାଉଲଙ୍କର ନିଶ୍ଚିତ ଥିଲା ଯେ ଆନ୍ତରିକ ପୁରୁଷ ଦିନକୁ ଦିନ ନୂତନ କୃତି ହେଉଛି। ଯଦି ବି ତାଙ୍କର ଶାରୀରିକ ପୁରୁଷ ପାର୍ଥିକ ବିଷୟ ଦିନକୁ ଦିନ ଦୁର୍ବଳ ହେଲେ ମଧ୍ୟ ସେ ଖ୍ରୀଷ୍ଟରେ ଦିନକୁ ଦିନ ବୃଦ୍ଧି ପାଉଥିଲେ, ସେ ଆତ୍ମାରେ ଦିନକୁ ଦିନ ବୃଦ୍ଧି ପାଉଥିଲେ। ଯଦ୍ୟପି ଶାରୀରିକ ଦୁଃଖ ସେ ଅନେକ ତାଡ଼ନା ଅନେକ କଷ୍ଟ ମଧ୍ୟରେ ସେ ଯାଉଥିଲେ କିନ୍ତୁ ସେ ଅନନ୍ତ କାଳ ସ୍ଥାୟୀ ମହାଗୌରବ ସାଧନ କରୁଅଛି। ସେ ଈଶ୍ୱରଙ୍କର ଗୌରବ ତାଙ୍କ ଜୀବନରେ ପ୍ରକାଶିତ ହେଉଥିଲା। ପାଉଲ ସେ ନିଶ୍ଚିତ ଥିଲେ, ପାଉଲ ସେ ଜାଣିଥିଲେ ଏ ପୃଥିବୀର ସମସ୍ତ ବିଷୟ କ୍ଷଣୀୟ। এই দুঃখ ক্লেশ, এই দুঃখ, এই ক্লেশ, এই তাড়না, এই সুন্দরতা সবু ক্ষণীয় কিন্তু কেবল ଅନନ୍ତ କାଳ ସ୍ଥାୟୀ ହେଉଛନ୍ତି ଈଶ୍ୱର। ତେଣୁ ସେ ଲେଖନ୍ତି ଅଦୃଶ୍ୟ ବିଷୟ ପ୍ରତି ଅଦୃଶ୍ୟ ବିଷୟ ଅନନ୍ତ କାଳ ସ୍ଥାୟୀ। ତେଣୁ ଫେବ୍ରି ପୁସ୍ତକର ଲେଖକ ଫେବ୍ରି 11 ପଦରେ 11 ପର୍ବର 1 ପଦ ଲେଖନ୍ତି ବିଶ୍ୱର ମୂଳଭୂମି ଓ ଅଦୃଶ୍ୟ ବିଶ୍ୱର ନିଶ୍ଚିତ ଜ୍ଞାନ। ପାଉଲଙ୍କର ସେହି ବିଶ୍ୱାସ ଥିଲା ଯୋଉ ବିଶ୍ୱ ପ୍ରତ୍ୟାଶିତ ସେ ନିଶ୍ଚିତ, ସେ ସ୍ୱର୍ଗ ରାଜ୍ୟ ବିଷୟରେ ସେ ନିଶ୍ଚିତ ଥିଲେ। ଆମେ ଯଦି 11 ଏବ୍ରିର 11 ପର୍ବ ଦେଖିବା ସେଠାରେ ଅନେକ ବିଶ୍ୱାସର ବୀରମାନଙ୍କ ବିଷୟ ଦେଖାଯାଏ। ସେ ବିଶ୍ୱାସର ବୀରମାନଙ୍କ ମଧ୍ୟରୁ ଯିଏ ହେବର ଥିଲେ, ଯିଏ କି ଧାର୍ମିକ ଗଣିତ ହୋଇ ଅଳ୍ପ ସମୟ ମଧ୍ୟରେ ଏହି ଜଗତ ତ୍ୟାଗ କରିଥିଲେ ତାଙ୍କ ଭାଇଙ୍କ କୈନ୍ୟଙ୍କ ଦ୍ୱାରା ହତ ହୋଇକି। ହନକ ଯିଏକି ପ୍ରଭୁଙ୍କ ସହିତ ଚାଲୁ ଚାଲୁ ସେ ଅନ୍ତର୍ନିହିତ ହୋଇଥିଲେ। ଆମେ ଯଦି ନୂତନ ନିୟମକୁ ଆସିବା ଶିଳ୍ପେର କଥା, ଯିଏକି ପ୍ରଭୁଙ୍କର ଆତ୍ମାରେ ପରିପୂର୍ଣ୍ଣ ହୋଇଥିଲେ, ଯିଏକି ପ୍ରଭୁଙ୍କ ସେବାରେ ଉଦ୍ଯୋଗ ଥିଲେ କିନ୍ତୁ ଅଳ୍ପ ସମୟ ମଧ୍ୟରେ ପ୍ରଭୁ ତାଙ୍କୁ ତାଙ୍କର ଯୋଜନା ପ୍ରକାରେ ଲୋକମାନଙ୍କ ଦ୍ୱାରା ପ୍ରସ୍ତରାଘାତ ଦ୍ୱାରା ପ୍ରଭୁ ତାଙ୍କୁ ନେଇ ଯାଇଥିଲେ ଆଉ ତାଙ୍କ ନିମନ୍ତେ ସ୍ୱର୍ଗ ଉନ୍ମୁକ୍ତ ଥିଲେ। କାରଣ ଅନେକ ସମୟରେ ପ୍ରଭୁ ତାଙ୍କର ପ୍ରିୟ ଲୋକମାନଙ୍କୁ ନେଇଯାଆନ୍ତି। କାରଣ ବାକ୍ୟ କୁହେ, ଗୀତ ସଂହିତାର 16ର 15 ପଦରେ କୁହେ ଧାର୍ମିକର ମରଣ ବହୁମୂଲ୍ୟ, ଈଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟ। ଅନେକ ସମୟରେ ପ୍ରଭୁଙ୍କୁ ଚାହାନ୍ତି ନାହିଁ ଏ ଜଗତରେ ରହିବା ପାଇଁ, କାରଣ ସେ ଚାହାନ୍ତି ତାଙ୍କ ସହିତ ବାସ କରିବା ପାଇଁ। ଆଉ ପାଉଲଙ୍କର ଲକ୍ଷ୍ୟ ଥିଲା ମୁଁ ଯେପରି ଖ୍ରୀଷ୍ଟଙ୍କ ସହିତ ମିଳିତ ହୁଏ, ଖ୍ରୀଷ୍ଟଙ୍କର ସେହି ମୃତ୍ୟୁକୁ ଆଉ ପୁନରୁଦ୍ଧାରର ଶକ୍ତିକୁ ପ୍ରାପ୍ତ ହୁଏ, ସେଥିପାଇଁ ମୁଁ ପ୍ରାଣପଣ କରି ଚେଷ୍ଟା କରୁଅଛି। କାରଣ ସେ ଜାଣିଥିଲେ ଏହି ଅଦୃଶ୍ୟ ବିଷୟ କ୍ଷଣକାଳ ସ୍ଥାୟୀ। ଯେପରି ପ୍ରଥମ ଯୋହନ ତାର 2 ପର୍ବର 15-16 ପଦରେ ଲେଖାଯାଏ ଯେ ଏହି ପାର୍ଥିକ ବିଷୟ ଚକ୍ଷୁର ଅଭିଳାଷ, ଲୌକିକ ଗର୍ବ ଆଉ ସ୍ୱର୍ଗ ଅଭିଳାଷ ଏସବୁ କ୍ଷଣକାଳ ସ୍ଥାୟୀ। এই জগতের সমস্ত সুন্দরতা, জগতের সমস্ত আকর্ষণ বিষয়, জগতের সমস্ত মূল্যবান বিষয়, জগতের সমস্ত শক্তিশালী বিষয় ଏହା କ୍ଷଣକାଳ ସ୍ଥାୟୀ, ଏହା ପେରିସେବଲ୍, ଏହା କ୍ଷୟ ହୋଇଯିବ କିନ୍ତୁ କେବଳ ଈଶ୍ୱରଙ୍କର ରାଜ୍ୟ ଅନନ୍ତ କାଳ ସ୍ଥାୟୀ। ହାଲେଲୁୟା, ହାଲେଲୁୟା। ଆଉ ପାଉଲ ସେଥିପାଇଁ ସେ ଅନନ୍ତ କାଳ ବିଷୟ
ଅଦୃଶ୍ୟ ବିଷୟ ପ୍ରତି ସେ କଣ ଧାବମାନ ହେଉଥିଲେ, ସେ ଆକର୍ଷିତ ହେଉଥିଲେ। ତେଣୁ ଏପ୍ରିଲରେ ଲେଖାଯାଏ, ଏବେ ତାର 12 তুমি সহজরে বেষ্টনকার সমস্ত পাপ ত্যাগ করে সিদ্ধিদাতা যিশুকে লক্ষ্য রখি সে স্বর্গীয় আপনার উপর পাই ধাবমান হো। অনেক সময় আমি জগতের আকর্ষিত হই, জগতের বিষয় প্রতি অনেক আকর্ষিত হো, অনেক ধাবমান হো, কিন্তু ঈশ্বরଙ୍କର ବାକ୍ୟକୁ ହିଁ এই ଜଗତ ବିଷୟ କ୍ଷଣ, এই ଜଗତର ବିଷୟ କ୍ଷଣୀୟ। ଏହା ଆମଙ୍କର ରୋଗ, ଆମଙ୍କର ଦୁଃଖ ମଧ୍ୟ କ୍ଷଣୀୟ, ଆମଙ୍କର ଦେଶ, ଆମଙ୍କର ଧାରଣା ମଧ୍ୟ କ୍ଷଣୀୟ, ଆମଙ୍କର ସମସ୍ତ ବିଷୟ କ୍ଷଣୀୟ। କିନ୍ତୁ ପ୍ରଭୁ ଆମକୁ ଏକ ଅନନ୍ତକାଳୀନ ସ୍ଥାୟୀ ବିଷୟ ଦେବାକୁ ଇଚ୍ଛା କରୁଛନ୍ତି। ଆଉ ଦୃଶ୍ୟ ବିଷୟ ପ୍ରତି, ଦୃଶ୍ୟ ବିଷୟ କ୍ଷଣକାଳ ସ୍ଥାୟୀ, ଆଉ ଈଶ୍ୱରଙ୍କର ବିଷୟ ହଉଛି ଅହସ୍ତ ନିର୍ମିତ। ଯେପରି ପାଉଲ ଲେଖନ୍ତି ଯେ ପାଉଲ 5 ପର୍ବ ଦ୍ୱିତୀୟ ପର୍ବରେ ତାର 5 ପର୍ବର 1 ପଦରେ, କାରଣ ଯଦି ଆପଣଙ୍କର এই ଗୃହ, এই ତମ୍ବୁରୁ ପାର୍ଥିକ ଗୃହ ଭାଙ୍ଗିଯାଏ, ତେବେ ଈଶ୍ୱରଙ୍କ ଅହସ୍ତ ନିର୍ମିତ ଆପଣଙ୍କର ଏକ ଅନନ୍ତକାଳ ସ୍ଥାୟୀ ଗୃହ ଯେ ସ୍ୱର୍ଗରେ ଅଛି ଏହା ଆମେ ଜାଣୁ। এই ପାଉଲ এই ଗୃହକୁ 2 ଭାଗରେ ବିଭକ୍ତ କରନ୍ତି, ଜାଗତିକ ଗୃହ ଆଉ ଆମଙ୍କର ପାର୍ଥିକ ଗୃହ ଶରୀରକୁ। ଶରୀରରେ ଆମକୁ ଦିନେ କ୍ଷୟ ହେବ, କିନ୍ତୁ ଈଶ୍ୱର ଯେ ଆମକୁ ନୂତନ ଶରୀର ଦେବେ, ଏକ ରୂପାନ୍ତରିତ ଶରୀର ଦେବେ, সেই শরীর তাহা অনন্তকাল স্থায়ী। কিন্তু আমি জানো, আমি যে ବି ହଉ ଆମଙ୍କର এই ଶରୀର ଦିନେ କ୍ଷୟ ହୋଇଯିବ, କିନ୍ତୁ ଆମକୁ ଏକ ରୂପାନ୍ତରିତ ଶରୀର ଦେବେ, ଯାହାକି ଆମେ କରନ୍ତି ତାର ଦେଖୁଛୁ ଯେ ଈଶ୍ୱର ଏକ ରୂପାନ୍ତରିତ ଶରୀର ଦେବେ। କରନ୍ତି ତାର 15 ପର୍ବର ଦେଖିବା ଯେ ଯେଉଁମାନେ ଈଶ୍ୱର ଠାରେ ଅଛନ୍ତି ସେମାନେ ରୂପାନ୍ତରିତ ହେବେ, ସେମାନେ ନୂତନ ଶରୀର ପାଇବେ, ସେମାନେ ଏକ ଅକ୍ଷୟ ଶରୀର ପାଇବେ, ସେମାନେ ଏକ ନନ୍ଦ ଜୀବନ ଶରୀର ପାଇବେ। ଆଉ এই ଗୃହ ଆମଙ୍କର ଭାଙ୍ଗିଯିବ। ଯେପରି ଲେଖାଯାଏ, ଆମେ ଯୋଉ ପ୍ରଥମ ଭିଡ଼ିଓ ତାର 2 ପର୍ବରେ 11 ପଦରେ ଦେଖିଲୁ, ହେବ୍ରିୟ ତାର 11 ପର୍ବ 13 ପଦରେ ଆମେ ଦେଖୁଛୁ ଏହି ଜଗତରେ ଆମେ କ୍ଷଣକାଳ ସ୍ଥାୟୀ ଅଛୁ, এই জগତରେ ଆମେ ପ୍ରବାସୀ ଅଛୁ, এই ଜଗତରେ ଆମେ ଟେମ୍ପରାରୀ ଅଛୁ। ଆଉ ଆମଙ୍କର ଭାରତୀୟ ଭାଷାରେ ଏହା ହେଉଛି ମଦରଲ୍ୟାଣ୍ଡ। ଏହା ଆମର ମାତୃଭୂମି। ମାତୃଭୂମିରେ ଆମେ କ୍ଷଣକାଳ ସ୍ଥାୟୀ, କିନ୍ତୁ ଆମଙ୍କର ଏକ ପିତାଙ୍କର ଏକ ବାସସ୍ଥାନ ଅଛି। The father's land, father's property belongs to us. କିନ୍ତୁ ଯେତେବେଳେ ଆମେ ପିତାଙ୍କର ସ୍ଥାନରେ ଅଛୁ, ପିତାଙ୍କ ସ୍ଥାନକୁ ଯାଉ, ତାହା ହେଉଛି ଆମର ନିଜର ସ୍ଥାନ। ଆଉ ଯେତେବେଳେ ଆମେ ମାତୃଭୂମିରେ ଅଛୁ, ଆମେ ଟେମ୍ପରାରୀ ଆସିଅଛୁ, ଆମେ କେହି ମାମୁଁ ଘରକୁ ଯାଉ ନା, କିଛି ଦିନ କୁଣିଆ ହୋଇ ଅଳ୍ପ ଦିନ ପାଏ, କିନ୍ତୁ ପ୍ରଭୁ ଆମକୁ ଏକ ପରମାନେଣ୍ଟ ସ୍ଥାନ ଦେଇଛନ୍ତି। ସେ ଆମଙ୍କର ଅସୀମ ଶକ୍ତିଦାତା, ସେ ଆମକୁ ଅନୁଗ୍ରହ କରନ୍ତି। ଆଉ এই ଜଗତର ସମସ୍ତ ବିଷୟ କ୍ଷଣୀୟ, କିନ୍ତୁ ପ୍ରଭୁ ଆମକୁ ଅକ୍ଷୟ ବସ୍ତ୍ରରେ ପରିଧାନ କରନ୍ତି। ଆମେ ଯଦି ଦେଖିବା 2 Corinthians ତାର 5 ପର୍ବର 2-3 ପଦ, ତେଣୁ ଆମେମାନେ ତ ଆମର ସ୍ୱର୍ଗୀୟ ଗୃହରୂପ ବସ୍ତ୍ର ପରିହିତ ହେବାକୁ ଏକାନ୍ତ ଇଚ୍ଛା, এই ଗୃହରେ ଥାଉ ଥାଉ ଆର୍ତ୍ତନାଦ କରୁଛୁ। ଏହିପରି ପରିହିତ ହେଲେ ଆମେମାନେ ଉଲ୍ଲଂଘନ ଦେଖାଯିବ ନାହିଁ। ଆମେମାନେ ଆର୍ତ୍ତନାଦ କରୁଛୁ, ଯେପରି ଆମେ ଉଲ୍ଲଂଘନ ଦେଖାଯିବ ନାହିଁ। ଆମେ ଯେଉଁ ଈଶ୍ୱରଙ୍କର ଗୌରବମୟ ବସ୍ତ୍ରରେ ପରିଧାନ ହେବା, ଯେଉଁ ବସ୍ତ୍ର କେବେ କ୍ଷୟ ହେବ ନାହିଁ, ଯେଉଁ ବସ୍ତ୍ର ଯେବେ ଚିରିବ ନାହିଁ, ମଳିନ ହେବ ନାହିଁ, ଯେଉଁ ବସ୍ତ୍ର କେବେ ସରିବ ନାହିଁ, ଏହିପରି ବସ୍ତ୍ରରେ ଆମେ ପରିଚିତ ହେବା। ଈଶ୍ୱର ଆମକୁ ଏକ
ଅକ୍ଷୟ ବସ୍ତ୍ରରେ ପରିଣତ କରାଇବେ। ହାଲେଲୁୟା। ଆଉ ସେ ପ୍ରଭୁ ଯୀଶୁ ସେ ଶୀଘ୍ର ଆସୁଛନ୍ତି। ସେ ପ୍ରଭୁ ଯୀଶୁ ଶୀଘ୍ର ଆସୁଛନ୍ତି। ହୁଏତ ଆମେ ଭାବୁ ଏଇଟା ତ 2000 ବର୍ଷରେ କୁହାଯାଇଅଛି, କିନ୍ତୁ ଆଜି ଯଦି ଆମେମାନେ ଆପଣଙ୍କର ଚତୁଃପାର୍ଶ୍ୱର ଲକ୍ଷଣ ଦେଖିବା, ଚିହ୍ନ ଯାକ ଦେଖିବା, ହୁଏତ ଆମେ ଦ୍ୱାରର ନିକଟବର୍ତ୍ତୀ ଅଛୁ। ଆମେ ଦ୍ୱାରର ପାଖରେ ସେ ଅଛନ୍ତି, ଯେ ପ୍ରଭୁ ଯୀଶୁ ଆସୁଛନ୍ତି। ଯେପରି ସେ କହନ୍ତି, ମୁଁ ଦ୍ୱାର ନିକଟରେ ଦ୍ୱାରକୁ ଆଘାତ କରୁଅଛି, ଯେପରି ଯେ କେହି ମୋହର ରବ ଶୁଣି ଦ୍ୱାର ଫିଟାଏ, ତେବେ ମୁଁ ଭିତରକୁ ଯାଇ ପ୍ରବେଶ କରି ତାଙ୍କ ସହିତ ଭୋଜନ କରିବି। ପ୍ରଭୁ ଆଜି ଦ୍ୱାର ନିକଟରେ ଅଛନ୍ତି। ସେ ଦ୍ୱାର ନିକଟରେ ଅଛନ୍ତି ଜଗତକୁ ଆସିବା ପାଇଁ। ସେ ଦ୍ୱାର ନିକଟରେ ଅଛନ୍ତି এই ଜଗତର ବିଚାର କରିବା ପାଇଁ। ପ୍ରଭୁ ଦ୍ୱାର ନିକଟରେ ଅଛନ୍ତି। କେବଳ ପ୍ରଭୁ ଦ୍ୱାର ନିକଟରେ ନାହାନ୍ତି, ଶୈତାନ ମଧ୍ୟ ଦ୍ୱାର ନିକଟରେ ଅଛନ୍ତି। ସେ କାହାକୁ ଗ୍ରାସିବ ତାହା ସେ ଖୋଜି ବୁଲୁଛନ୍ତି। ସେ ଦ୍ୱାର ନିକଟରେ ଅଛନ୍ତି ପାପକୁ ସମ୍ମୁଖରେ ରଖିକି ଯେ ପାପରେ ପକାଇବା ପାଇଁ। ପ୍ରଭୁ ଯୀଶୁ ଦ୍ୱାର ନିକଟରେ ଅଛନ୍ତି ପରିତ୍ରାଣ ଦେବା ପାଇଁ।